ନାଇଁ 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 ମୋ ଆବେ ଏ ଦୀପକ ତୁ ଯେତେ ବି ଖବର ପ୍ରସାରଣ କର ମାରାନ ଏ ହର ଭାଇଙ୍କ ଖବର ପ୍ରସାରଣ ପରେ ପୁରା ଚକମାଚୁର କରିଦେବି। ନାଇଁ 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 ମୋ ନାଇଁ ଭାଇ ଆପଣ ମାନେ ନଟିଆ କମିଡି ଦେଖିଦେ ଯୋଉ ସୁକୁଟା ଯୋଉ ଭଏସ ଟା ଯୋଉ ଭାଇ ଦିଅନ୍ତି ନା କଣ ଭାଇ ମୁଁ ତ ଠିକ ଭାବରେ କହିପାରୁନି ପିଲା କଣ ସୁକୁଟା କଣ ଭାଇ ଟିକେ କଣ ସେଇ ଯୋଉ ଭଏସ ଟା କୋନ ଯୋଉ ଭଏସ ଟା ଦମ ଥାଏ ସୁକୁଟା ଯାହା ହୁଏ ଛୁଆ ମାନଙ୍କୁ ଭଲ ପାଇବା ସୁକୁଟା ଭଏସ ଟା ମୁଁ କରୁଛି। ଏ ବୋଉ ନାଇଁ ନାଇଁ ମୁଁ ଆଜି ଭୁବନେଶ୍ୱର ବୁଲିବାକୁ ଆସିଛି। ହଁ ଆମ ବାପୁଜୀ ନଗର ଦେଖିଲି ଗୋଟେ ବଢିଆ ବରା ପିଆଜି ଦୋକାନ ଦେବି। ହଁ ଆଉ ସମସ୍ତେ ମୋ ବରା ପିଆଜି ଖାଇ କହିଲେ ବହୁତ ବଢିଆ ହେଇଛି। ଆଉ ମୁଁ ସୋନାକୁ କହିଛି ଆଉ 2-3ଟା ଚେୟାର ଟେବୁଲ ନେଇ ଆସିବ ଆଉ ଛୁଆ ମାନଙ୍କୁ ମୁଁ ବରା ପିଆଜି ଦେବି ଆଉ ସେମାନେ ଖାଇସାରିଲା ପରେ କହିବେ ବହୁତ ବଢିଆ ହେଇଛି। ବୋଉ ଗୋଟେ ବରା ସାଙ୍ଗେ ଗୋଟେ ପିଆଜି ଫ୍ରି ଦେବି। ଏଇଟା ସୁକୁଟା ଭଏସ। ଆଉ ଗୋଟେ ଅଛି ନବ ଭଏସ ଗୋଟେ ଅଛି ଗଜପତି ଭାଇ ସେ ସବୁବେଳେ ପାନ ଖାଇ ଆଉ ଧନ ସହିତ ଗପେ। ମଉସା ଜଣେ ଅଛନ୍ତି କଣ ନାଇଁ ରେ ବାପା ତୁ ବରା ଖା ନା ରେ ତୋର ଝାଡା ହେଇଯିବ। ମୁଁ ଭଏସ ଦିଏନି ଖାଲି ଗୋଟେ ଜଷ୍ଟ ମିମିକ୍ରି କରେ। ଏଥିରେ ଅଛି ହଳ ଧନ ଆଇ କଣ ଲାଗେ ଆଉ ମାରିକିଟା ଠୁମା ବାଙ୍କଟେ ବି ନାଇଁ ବା ଇଏ ମୁଁ ଇଏ କଣ କହିଲ ତମେ କଳା ହେଲେ କଣ ହେଲା ଆମ ଘରେ କହିଦେବିନି। ମୁଁ ଯେତେବେଳେ ତମକୁ ଦେଖିଥିଲି ଫିଲ୍ଟର ଗୋରା ଦେଖାଉଥିଲ ତମକୁ ଦେଖିଲା ପରେ ମୋ ମନଟା ପୁରା ମନ ଖରାପ ହେଇଗଲା। ଶୁଣ ଧନ ଆମ ମାଙ୍କୁ ବୁଝେଇଦେବିନି ତମ ମନଟା ବହୁତ ଭଲ ଯାହା ଏ ନବ କିନ୍ତୁ ନବ ଆଜ୍ଞା ଠିକ 2 ବର୍ଷ ପରେ ଧୋକା ଖାଇ ଆଉ ଆଜ୍ଞା ଆଉ ନବ